ଗତକାଲି ରାତିରେ ଗ୍ରହଣ ଲାଗିଥିବା ସମୟରେ ନ୍ୟାନ୍ସୁ ଜମା ବି ଶୋଉ ନଥାଏ। ଜଗାର ଗୀତ ଲଗେଇ ନିଜେ ତ ନାଚୁଥାଏ, ମୁଣ୍ଡିଆ ମାରି ଦେଉଥାଏ, ତା ସହିତ ତା ଜେଜେବାପା ଜେଜେମାଙ୍କୁ ବି ନଚଉଥାଏ। କିଏ ଯଦି ବସି ପଡ଼ୁଥିଲେ ତାଙ୍କୁ ବସେଇ ଦେଉନଥାଏ, ତାଙ୍କୁ କାନ୍ଦିକି ନାଚିବା ପାଇଁ କହୁଥାଏ। ଠିକ୍ ସମୟରେ ତା ବାବା ଆସିଯାଇଥିଲେ, ତାଙ୍କୁ ବି ଧରିକି ନାଚି ଦେଉଥିଲା। ସତରେ ଜଗାର ଲୀଳା ପୁରା ଅପୂର୍ବ ଥିଲା। ସକାଳୁ ସକାଳୁ ଗାଧେଇ ପାଧେଇ ସାଥି ଖାଇଦେଇ ଦୋକାନ ବାହାରି ଯାଇଥିଲେ। ଏପଟେ ଆମେ ଶାଶୁ ବୋହୂ ଦୁଇ ଭାଗ ହେଇଯାଇଥିଲୁ। ଜଣେ ପୋଛାପୋଛିକୁ ଆଉ ଜଣେ ସଫାସଫି ଦାୟିତ୍ୱ ମୁଣ୍ଡେଇ ନେଇଥିଲୁ। ତାପରେ ଦହିବରା ପେଟେ ବାଡ଼େଇ ଦେଇ ରୋଷେଇ ଘରକୁ ଯାଇଥିଲି ମୁଇଁ। ଯେହେତୁ ଆଜି ସୋମବାର ଥିଲା, ସେଥିପାଇଁ ଛୁଇଁ ଆଳୁ ମସଲା ଦିଆ ହେଇକି ଭଜା ହେଇଥିଲା। ମାଲୋ, ଘର ସାରା ଏତେ ପାଣି ହେଇଥିଲା, ଏମିତି କଚଡ଼ା ଖାଇଲି ହାତଟାକୁ ପୁରା ଫୁଲେଇକି ଟୁଆଁ କରିଦେଲି। ଆଜି କେଜାଣି କେମିତିକା ବେଳ ଥିଲା, ହଠାତ୍ ସାଥୀଙ୍କର ବି ଦେହ ଖରାପ ହେଇଯାଇଥିଲା। ସାଥୀ ମେଡ଼ିକାଲ ଯାଇ ମେଡ଼ିସିନ ଆଣି ଖାଇଦେଇ ଟିକେ ଶୋଇ ପଡ଼ିଥିଲେ। ହଠାତ୍ କେମିତି କେଜାଣି ସାଥୀଙ୍କ ଦେହ ଖରାପ ହେଇଗଲା, ମନ ଜମା ବି ଭଲ ଲାଗୁନଥିଲା। ଏପଟେ ବହୁତ ପୁରା ଚୁପଚାପ ହେଇକି ବସି ପଡ଼ିଥିଲେ, ଖାଲି ଏତିକି କହୁଥିଲେ କାହା ନଜର କେଜାଣି ଲାଗିଲା, ମୋ ପୁଅ ଦେହଟା ଖରାପ ହେଇଗଲା।